ଚାଲନ୍ତୁ ବନେଇବା ଛତୁ ଭଜା। ଦେଖିପାରୁଥିବେ କେତେ ସାରା ଛତୁ ଆସିଛି। ଏବେ ଛତୁକୁ କାଟି ଦେଇଛି। ଏବେ ପାଣିରେ ତାକୁ ଧୋଇ ନବା। କାଟି ସାରିଲା ପରେ ଛତୁରେ ପାଣି ଦେଇଦେବା। ଏବେ ପିଆଜକୁ ଚୁନ ଚୁନ କରି କାଟି ନେଇଛି। ଟମାଟୋକୁ ମଧ୍ୟ ଚୁନ ଚୁନ କରି କାଟି ନେଇଛି। ପିଆଜ ଟମାଟୋ କଟା ସରିଲା। ଏବେ ଗ୍ୟାସରେ କଡ଼େଇକୁ ବସେଇ ଦେବା। କଡ଼େଇ ତାତି ସାରିଲେ ତେଲ ପକେଇ ଦେବା। ତେଲ ଗରମ ହେଲେ ସେଥିରେ ଫୁଟଣ ପକେଇ ଦେବା। ଫୁଟଣ ଫୁଟି ସାରିଲା ପରେ ପିଆଜ ପକେଇ ଦେବା। ପିଆଜକୁ ଭଲ ଭାବେ ଏପଟ ସେପଟ କରି ଚଲେଇ ଦେବା। ପିଆଜ ଆମର ଭଲ ଭାବେ ହେଇ ସାରିଲା ପରେ ଟମାଟୋକୁ ପକେଇ ଦେବା। ଟମାଟୋକୁ ଏପଟ ସେପଟ କରି ଚଲେଇ ଦେବା। ଏବେ ଟମାଟୋ ଆମର ହେଇ ସାରିଲା ପରେ ଏବେ ସେଥିରେ ଛତୁକୁ ପକେଇ ଦେବା। ଛତୁକୁ ପକେଇ ସାରିଲା ପରେ ଏପଟ ସେପଟ କରି ଛତୁକୁ ମଧ୍ୟ ଚଲେଇ ନେବା। ଟମାଟୋ ପିଆଜ ସହିତ ଛତୁକୁ ଗୋଳେଇ ନେବା ଭଲ ଭାବରେ। ଏବେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଏବେ ଭଲ ଭାବେ ଗୋଳେଇ ନେବା। ଏପଟ ସେପଟ କରି ଚଲେଇ ଦେବା। ଏପଟ ସେପଟ କରି ଗୋଳେଇ ସାରିଲା ପରେ ଏବେ ଘୋଡ଼େଇ ଦେବା ଭଲ ଭାବେ ଛତୁ ସିଝିବା ପାଇଁ। ଏବେ ଛତୁ ଆମର ପରଫେକ୍ଟ ହେଇସାରିଛି ଛତୁ ଭଜା। କାହାକୁ ଛତୁ ଭଜା ଖାଇବାକୁ ଭଲ ଲାଗେ ନିଶ୍ଚୟ କମେଣ୍ଟ କରିବ। ମୋ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବ।